କୌଣସି ସରକାର ତରଫରୁ ଏପର୍ଯ୍ୟନ୍ତ ସେମିତି ସୁବିଧା ହେଇନି। ମୁଖ୍ୟମନ୍ତ୍ରୀ ବାହାର ଥିଲେ, କାଲି ଆସି କ୍ୟାବିନେଟ୍ କରିଛନ୍ତି, କାଲି ଘୋଷଣା କରିଛନ୍ତି ପାଣି ଛାଡ଼ିଲେ ଖାଦ୍ୟ ଦବୁ, ପାଣି ଛାଡ଼ିଲେ ଖାଦ୍ୟ ଦବ, ଗୋ ଖାଦ୍ୟ ଦବ, ଭଲ ହବ, ଶୋଇବାକୁ ସୁବିଧା ହବ। ଆଉ ଲୋକଗୁଡ଼ା ଦୁଃଖ ସୁଖ ପଡ଼ିଛନ୍ତି, ଆଶ୍ରୟସ୍ଥଳୀରେ ପଡ଼ିଛନ୍ତି। ସିଝା ଖାଦ୍ୟ କେମିତି ପହଞ୍ଚିବ, ଚୁଡ଼ା ଗୁଡ଼ ପହଞ୍ଚିବ, ମେଡିସିନ ପହଞ୍ଚିବ, ପାଣି ପହଞ୍ଚିବ, ଗୋ ଖାଦ୍ୟ ପହଞ୍ଚିବ, ସେ ବ୍ୟବସ୍ଥା ନକରି ପାଣି ଛାଡ଼ିଲେ ଦବ ତମେ। ଏଇ ଯୋଡ଼ିକ ମନ୍ତ୍ରୀକି ଦେଖିଲି, ସୁରେଶ ପୂଜାରୀ ଆଉ ଆମର ସୂର୍ଯ୍ୟବଂଶୀ, ସେଇ ଯୋଡ଼ିକ କାମ କରୁଛନ୍ତି। ଆଉ କଲେକ୍ଟର ମାନେ, ଏସଡିଓ ବିଡିଓ ମାନେ କରୁଛନ୍ତି ଫିଲ୍ଡରେ ବୁଲିକିରି ଭାଇମାନଙ୍କ ପାଖେ ପହଞ୍ଚି, ପାଣି ଘେରରେ ପହଞ୍ଚି, ପହଁରିକି ଲଞ୍ଚରେ ଯାଇ ସେମାନଙ୍କୁ ଚୁଡ଼ା ଗୁଡ଼ ବିସ୍କୁଟ ଦେଇକି ଆମେ ଆସିଲୁ। ନିଜେ ସନ୍ତୁଷ୍ଟ, କିଛି ବିପଦରେ ପଡ଼ିଥିବା ବନ୍ଧୁକୁ ପହଞ୍ଚେଇଲୁ। ଗୋ ଖାଦ୍ୟ ଏପର୍ଯ୍ୟନ୍ତ 8 ଦିନ ହେଲା ପହଞ୍ଚିଲାନି। ଏ ସରକାର ଅପାରଗ ସରକାର। ତୁରନ୍ତ ଯୋଉଠି ଯୋଉଠି ଆଶ୍ରୟସ୍ଥଳୀ ଲୋକଙ୍କୁ ଖାଦ୍ୟ ପହଞ୍ଚାଅ, ଶୁଖିଲି ଖାଦ୍ୟ, ରନ୍ଧା ଖାଦ୍ୟ ଏବଂ ମେଡିସିନ, ଗୋ ଖାଦ୍ୟ ପହଞ୍ଚାଇବା ପାଇଁ ଆପଣମାନଙ୍କ ଜରିଆରେ ସରକାରଙ୍କୁ ନିବେଦନ କରୁଛି। ସାଂଘାତିକ। ମୁଁ 5-6 ଦିନ ଆଡି ବନ୍ୟାଞ୍ଚଳ ବୁଲୁଛି। ପ୍ରଥମେ ଗଲି ଜଟଣୀ ନିର୍ବାଚନ ମଣ୍ଡଳୀ, ପାଣ୍ଡିଆ ବିଲି ବୁଢାଙ୍ଗରା, ପୁରା ସେ କଟଅଫ୍ ହେଇଯାଇଛି। ପାଣି ଘର ଭିତରେ ରହିଛନ୍ତି, ପଶୁ ପକ୍ଷୀ ଗୁଡାକ ପାଣି ଘର ଭିତରେ ଅଛନ୍ତି, ଖାଦ୍ୟ ପାଇନା, ଲୋକମାନେ ଅଛନ୍ତି, ଛାତ୍ରଛାତ୍ରୀ ମାନେ ଅଛନ୍ତି। ଆମେ କିଛି ବିସ୍କୁଟ ଚୁଡ଼ା ଗୁଡ଼ ବାଣ୍ଟିଲୁ। ପ୍ରଥମେ କଲେକ୍ଟର ଖୋର୍ଦ୍ଧା କହିଲା ପରେ ଏଡିଏମ୍ ତହସିଲଦାର ବିଡିଓ ସବୁ ଗଲେ, ଗୋଟେ ଲଞ୍ଚ ପକେଇଲେ। ସେ ପୁରା ଉଚ୍ଛେଦ ରହିଛି, ଖାଦ୍ୟ କିଛି ପହଞ୍ଚେଇଛନ୍ତି। ଡିମାଣ୍ଡ କଲା ପରେ ଗୋ ଖାଦ୍ୟ ପହଞ୍ଚେଇଛନ୍ତି। 7 ଦିନ କାଳ ଗୋରୁ ଗାଈ ଉପବାସ ଥିଲେ, ଏବେ ଟିକେ ଖାଦ୍ୟ ପହଞ୍ଚି। ସେହିପରି ମୁଁ ଯାଇଥିଲି ବାସୁଆଇ ପଞ୍ଚାୟତ, ଯାଇଥିଲି ଇଟିପୁର ପଞ୍ଚାୟତ, ସବୁ ଦୟା ପାଣି ପୁରା ବେକ ଖାଇକି ରହିଛି। 2 ଜାଗା ଟିକେ ଲିକ୍ ହେଇଥିଲା, ବାଲି ବସ୍ତା ଥୋଇଲୁ ସେଠି। ଏବଂ ଗଲି ସରଦେଇପୁର, ସେପଟଟା ଗଲା 80 ମସିହାରେ ଗୋଟେ ଘାଇ ହେଇଯାଇଥିଲା ସେଠି ବି ପାଣି ଗଳୁଥିଲା, ସେଠି ଦିଆଗଲା। ବାଲିପାଟଣା ଯାଇଥିଲି, ବାଲିଅନ୍ତା ଯାଇଥିଲି, ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ଯାଇଛି, ଆମର ଡେଲାଙ୍ଗ ପିପିଲି ଅଞ୍ଚଳ। କୌଣସି ସରକାର ତରଫରୁ ଏପର୍ଯ୍ୟନ୍ତ ସେମିତି ସୁବିଧା ହେଇନି। ମୁଖ୍ୟମନ୍ତ୍ରୀ ବାହାର ଥିଲେ, କାଲି ଆସି କ୍ୟାବିନେଟ୍ କରିଛନ୍ତି, କାଲି ଘୋଷଣା କରିଛନ୍ତି ପାଣି ଛାଡ଼ିଲେ ଖାଦ୍ୟ ଦବୁ, ପାଣି ଛାଡ଼ିଲେ ଖାଦ୍ୟ ଦବ, ଗୋ ଖାଦ୍ୟ ଦବ, ଭଲ ହବ, ଶୋଇବାକୁ ସୁବିଧା ହବ। ଆଉ ତ ଖାଇ ହବନି, ଶୋଇ ପଡିବା। ଗୋଟା ଅଲାଜୁକ ଷ୍ଟେଟମେଣ୍ଟ, ଅଲାଜୁକ ମାନେ ପ୍ରିନ୍ସିପଲ, ଅଲାଜୁକ ଅର୍ଡର। ଆଉ ଲୋକଗୁଡ଼ା ଦୁଃଖ ସୁଖ ପଡ଼ିଛନ୍ତି, ଆଶ୍ରୟସ୍ଥଳୀରେ ପଡ଼ିଛନ୍ତି। ସିଝା ଖାଦ୍ୟ କେମିତି ପହଞ୍ଚିବ, ଚୁଡ଼ା ଗୁଡ଼ ପହଞ୍ଚିବ, ମେଡିସିନ ପହଞ୍ଚିବ, ପାଣି ପହଞ୍ଚିବ, ଗୋ ଖାଦ୍ୟ ପହଞ୍ଚିବ, ସେ ବ୍ୟବସ୍ଥା ନକରି ପାଣି ଛାଡ଼ିଲେ ଦବ ତମେ। ଲଜ୍ଜା, ଘୋର ଲଜ୍ଜା। ମୁଁ କହିପାରିବିନି, କିନ୍ତୁ ସୋ ମଚ୍ ଜଟଣୀ, ଭୁବନେଶ୍ୱର ବ୍ଲକ, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଖୋର୍ଦ୍ଧା ବ୍ଲକ ବୁଲିକି ଯାହା ଦେଖିଲି, ରିଲିଫରେ ମୁଁ ସନ୍ତୁଷ୍ଟ ନୁହଁ। ମୁଁ 77 ମସିହାରୁ ରିଲିଫ ବାଣ୍ଟି ଆସୁଛି ବନ୍ୟା ଅଞ୍ଚଳରେ। ଅସିତ ସାଂଘାତିକ। ଧନ୍ୟ ଜାନକୀ ପଟ୍ଟନାୟକ, ସ୍ୱର୍ଗରେ ତମେ କେଡ଼େ ସୁନ୍ଦର ଭାବେ ବନ୍ୟା ପରିଚାଳନା କରିଥିଲ। ବଡ଼ ବଡ଼ ଘାଇ, କଟକ ଭୁବନେଶ୍ୱର ରୋଡ ଘାଇ, ପିପିଲି ଉତ୍ତରା ପାଖେ ଘାଇ, ତାକୁ ମାରି ଦିଆଯାଇଥିଲା। ରିଲିଫ ସାତ ପହଞ୍ଚିଥିଲା, ଡାକ୍ତରଖାନା ସାତ ବ୍ୟବସ୍ଥା ହେଇଥିଲା। ଏଠି ଗୋଟେ ଏପର୍ଯ୍ୟନ୍ତ ରିଲିଫ ପହଞ୍ଚିଲାନି, ମେଡିକାଲ ଷ୍ଟାଫ ପହଞ୍ଚିଛନ୍ତି। ମୁଁ ଯାଇଥିଲି ପାଣ୍ଡିଆ ବିଲି ବୁଢା, ମେଡିକାଲ ଷ୍ଟାଫ ପହଞ୍ଚିଛନ୍ତି, ବିଡିଓ ପହଞ୍ଚିଲେ, ଏଡିଏମ୍ ପହଞ୍ଚିଲେ ମୁଁ କହିଲା ପରେ, କିନ୍ତୁ ରିଲିଫ ଏପର୍ଯ୍ୟନ୍ତ ପହଞ୍ଚି। ରିଲିଫ ଆମେ ଯାହା ଦେଇଛୁ। ତେଣୁ ଯୋଉଠି ଯୋଉଠି ଲୋକ ବନ୍ୟାରେ କଷ୍ଟ କରି ପଡ଼ି ରହିଛନ୍ତି, ସେ ଜାଗାରେ ସିଝା ଖାଦ୍ୟ, ଶୁଖିଲା ଖାଦ୍ୟ, ଚୁଡ଼ା ଗୁଡ଼, ମେଡିସିନ ଏବଂ ଗୋ ଖାଦ୍ୟ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ମୁଁ ନିବେଦନ କରୁଛି। କିଛି ନାହିଁ, ଚୋର ଚୋର କି ରୋବଟ ଜଗେଇବେ, କି ପୁଲିସ ଜଗେଇବେ? ଭୁବନେଶ୍ୱର ଡେଲି ଡକାୟତ। କାଲି ଗୋଟେ ବିଲ୍ଡର ଘର ପୁରା ଝାଡ଼ି ଦେଇଛନ୍ତି, କିଛି ଆଉ ରଖିନାହାନ୍ତି। ଗୋଟେ ଇଆଡେ ମର୍ଡର ଦୈନନ୍ଦିନ। ଭୁବନେଶ୍ୱର କାଲି 2ଟା ମର୍ଡର, 3 ଦିନ ତଳେ ଗୋଟେ ଟୋକାକୁ ମର୍ଡର କଲେ। ଭୁବନେଶ୍ୱରରେ 40ଟା ମର୍ଡର ହେଇଗଲାଣି।
कि अपारक सरकार आईन श्रृंखला जहाँ कहुए विफल सरकार सचेतन हुआ खाली ए पब्लिसिटी भाषण खाली नेता आसवे रिसीव करवा यही काम नबाती माने बन्यार जो माने पीड़ित से पाखे पहुंच रिलीफ पहुंचा ताले भल हम मंत्री से ट्रांसफर कर दे पारती किंतु सरकार सो मट गोटे मंत्री भल काम करुच्ची कल्चर मंत्री हायर से हायर एजुकेशन मंत्री सूर्यवंशी से पूरा मु देखिली जाजपुर जिला भद्रक जिला बुलुंट आमर रेवन्यू मिनिस्टर आमर परिजा सुरेश पुजारी से चारियार सुपरविजन कर जोड़ी को भल देखिली आउ क्या कहीं देखा पाइनि कलेक्टर माने काम कर खोर्धा कलेक्टर एडीएम बीडीओ भुवनेश्वर जटनी बीडीओ बालीपाटना बीडीओ काम कर रिलीफ पहुंची पारनी पर्यंत ना गो खाद्य ना सीजा खाद्य ना सुखिला खाद्य किसी पहुंचनी सरकार तुरंत पहुंचातु वर्षा छाड़िले कौन पहुंचे लोक बंची थे तो तेणु खाद्य पहुंचा व्यवस्था कर किसी ना मुझे देखिली सेमती कार्य यही जोड़िक मंत्री की देखिली सुरेश पुजारी आमर सूर्यवंशी से जोड़िक काम कर कलेक्टर माने एसडीओ बीडीओ माने कर फिल्ड रे बुलिकी भाई मान पाखे पहुंची पानी घेरे पहुंची पहरिकी लंच रे जाई से मान को चूड़ा गुड़ बिस्कुट देके आम आसिलु निजे संतुष्ट किसी विपद पड़ा बंधु पहुंचेलु गो खाद्य पर्यंत 8 दिन है पहुंचलानी ये सरकार अपारग सरकार तुरंत जोड़ी जोटी आश्रयस्थली लोक खाद्य पहुंचा सुखली खाद्य रंधा खाद्य एवं मेडिसिन गो खाद्य पहुंचापी आपण मान जरिया सरकार को निवेदन कर शुण केत गुड़े भुवनेश्वर जटणी खोर्धा अंचल ओडिशार युवक एकाठी 25 वर्ष तले मोर जन्मदिन आरंभ कले मुझे कली बोले गोटे क्षुद्र लोक मुझे तमें महताब राज्यपाल थे बम्बई महताब मुख्यमंत्री थे महताब सेंटर मंत्री थे महताब हिमालय कौ गोड़ी मोर गोटे जन्मदिन कर से कहले आपण जदि महताब जयंती न करेंगे आम करूँ जदि महताब जयंती आपण करेंगे ताले आम करूँ तेणु से जबरदस्त 25 वर्ष ऊर्ध कर कार्यक्रम जहाँ देखी सकाल 6 लिंगराज मंदिर मस्जिद चर्च रे पूजा 7टा बेले जटणी डाक्तरखाना एवं भुवनेश्वर डाक्तरखाना फल बंटन रोगी की 8टा बेले बढ़ईबाग छकरे गरीब श्रमिक मान को वस्त्र बंटन एवं 9टा बेले ब्लड डोनेशन कैंप माउसा मंदिर रे 9:30 प्लांटेशन माउसीमा गार्डन रे एवं भजन आरंभ करेंगे 11टा बेले सेठी भोग करा जाए खाद्य जनसाधारण भोजन आरेंजमेंट है खाइबे 3टा बेले पुरस्कार दिज्व सब प्रतिभा मान को एवं मझिरे 100 वर्ष ऊर्ध 50 जन 103 104 102 सब कलेक्ट होकर सम्मानित करा किसी बुढ़ा बुढ़ी की कमल दिज्व रसगोला बंटा लड्डू बंटा राति रे मेलोडी हम बढ़ईबांग छकरे राति ए बढ़ईबांग छक कौन मासुमा छकरे राति 10टा पर्यंत यही मान से जो जन्मजयंती कमिटी कमिटी घोषणा कर 5 तारिख सांबादिक सम्मेलन डाकी से पिला मान को धन्यवाद बहु कष्ट करी 25 वर्ष है गोटे क्षुद्र लोक मो जयंती कर मो अंतरु अभिनंदन जनाऊँगी धन्यवाद जनाऊँ 83 वर्ष अगस्ट 10 रु आरंभ हम तेणु ईश्वर निर्भर करुच्ची केते दिन बंचेबे।